ରାମ ନାରାୟଣ ରାମ। ବିଜ୍ଞାନ ସେବେଳେ ସ୍ୱପ୍ନର ମହତ୍ତ୍ୱକୁ ଅଧିକ ଗଭୀରତାରେ ନୁହେଁ ବୁଝିଥାଏ। ବିଜ୍ଞାନିକ ଦୃଷ୍ଟିକୋଣରୁ ଏହା ମାନାଯାଏ ଯେ ଆପଣ ଯାହା ସମୟରେ ଚିନ୍ତା କରନ୍ତି, ଆପଣଙ୍କର ମସ୍ତିଷ୍କରେ କେଉଁ ଧରଣର ଚିନ୍ତା ଚାଲିଥାଏ, ସେହି ସବୁ ଏକତ୍ରିତ ହୋଇ ଆପଣଙ୍କର ସ୍ୱପ୍ନର ରୂପ ନେଇଥାଏ। ଆପଣଙ୍କ ସ୍ୱପ୍ନଗୁଡ଼ିକ ବ୍ରହ୍ମାଣ୍ଡୀୟ ଊର୍ଜାରେ ଆପଣଙ୍କୁ ଘୁମାଇଥାଏ। ସେଗୁଡ଼ିକ ଆପଣଙ୍କୁ ସତର୍କ କରେ ଓ ଭବିଷ୍ୟତ ସହ ଜଡ଼ିତ କିଛି ସଙ୍କେତ ମଧ୍ୟ ଦେଇଥାଏ। ଯଦିଓ ବିଜ୍ଞାନୀମାନେ ଏହା ପର୍ଯ୍ୟନ୍ତ ଆତ୍ମାକୁ ଧରିପାରିନାହାନ୍ତି, ଆତ୍ମା କ'ଣ ଅଛି, କେଉଁଠାରୁ ଆସେ, କେଉଁଠାକୁ ଯାଏ, ଏହାର କୌଣସି ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିପାରିନି। ବିଜ୍ଞାନୀମାନେ ବହୁତ ଚେଷ୍ଟା କରିଛନ୍ତି କିଛି ପରି ଆତ୍ମାର ରହସ୍ୟକୁ ସୁଲଝାଇବାରେ, କିନ୍ତୁ ସେମାନେ ଏହି ପର୍ଯ୍ୟନ୍ତ ବିଫଳ ହୋଇଛନ୍ତି। ଆତ୍ମାକୁ କିପରି ଧରିପାରିବା, କାରଣ ସେଉଁଥିରେ ଏକ ସାଉଣ୍ଡ ଏନର୍ଜି ଅଟକିଛି। ଆପଣ ସାଉଣ୍ଡ ଏନର୍ଜିକୁ କେବଳ ଅନୁଭବ କରିପାରିବେ, ଶୁଣିପାରିବେ, କିନ୍ତୁ ଧରିପାରିବେ ନାହିଁ। ଧ୍ୟାନ ମଧ୍ୟ ସାଉଣ୍ଡ ଏନର୍ଜି ହେଉଛି। କିଏ ଧ୍ୟାନକୁ ଧରିପାରିବା? ସାଉଣ୍ଡ ଏନର୍ଜି ଆପଣଙ୍କର ଭିତରେ ଥାଏ। ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଧ୍ୟାନ ଓ ସମ୍ପୃକ୍ତ ହେବା ଆବଶ୍ୟକ, ଯାହାର ଫଳରେ ଆପଣଙ୍କର କଲ୍ୟାଣ ହେବ। ଧ୍ୟାନରେ ଆପଣ ଆପଣଙ୍କର ମନକୁ, ବିବେକକୁ, ଆପଣଙ୍କର ଅନ୍ତରାତ୍ମାକୁ ମଜବୁତି ଦେଇଥାନ୍ତି। ସେଗୁଡ଼ିକୁ ଆପଣଙ୍କର ଇଚ୍ଛା ସମ୍ମତ କରିବାରେ ସକ୍ଷମ ହୋଇଥାନ୍ତି। ସେହିପରି ପ୍ରତ୍ୟେକ ବ୍ୟକ୍ତିକୁ ଧ୍ୟାନ କରିବା ଆବଶ୍ୟକ। ଧ୍ୟାନ ଏକ ପ୍ରକାର ସାଉଣ୍ଡ ଏନର୍ଜି ଅଟକିଛି, ଯାହା ଆମ ଶରୀରରେ ବସିଥିବା 50,000 କୋଟି ଆତ୍ମାକୁ ଊର୍ଜା ପ୍ରଦାନ କରେ, ଯାହା ଆମ ଶରୀରକୁ ମଜବୁତି ଦେଉଛି, ଜୀବନ ଦେଉଛି, ଚିନ୍ତନ ଓ ବୁଦ୍ଧିକ ସାମର୍ଥ୍ୟକୁ ବିକଶିତ କରେ। ଏହି ସାଉଣ୍ଡ ଏନର୍ଜି ପ୍ରକୃତିରୁ ଆସେ। ଆମର ଏହି ପୃଥିବୀ ଆକାଶର ଏକ ବହୁତ କଠିନ ପାଠଶାଳା ଅଟକିଛି। ଏହି ପାଠଶାଳାକୁ ପାସ କରିବା, ସେଥିରେ ସମ୍ପୂର୍ଣ୍ଣ ସଂଖ୍ୟା ଆଣିବା ବହୁତ କଠିନ। ଆଜି ପର୍ଯ୍ୟନ୍ତ କିଏ ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ସଂଖ୍ୟା ମିଳିଲା ନାହିଁ। ଆଜି ପର୍ଯ୍ୟନ୍ତ ଆମେ ସବୁ ଯେଉଁଥିରେ ଭଗବାନ ବା ଧର୍ମର ନାମ ଶୁଣିଛୁ, ସେମାନେ କୌଣସି ଆକାଶ ନିମିତ୍ତ ପରୀକ୍ଷାକୁ ପାସ କରିପାରିବେ ନାହିଁ। ଯେଉଁଥିରେ ସମ୍ପୂର୍ଣ୍ଣ ସଂଖ୍ୟା ଆଣିବେ, ସେହି ପାଇଁ ଆକାଶ ଡିଗ୍ରୀ ମିଳିବ। ସେ ଆକାଶରେ ରାଜ କରିବ, ସେହି ପାଇଁ ମୋକ୍ଷ ମିଳିବ। ଆମ ଅନ୍ତରାତ୍ମାରେ ବିବେକ ଅଛି, ଯାହା ଆମକୁ ସଠିକ୍ ଦିଶା ଦେଉଛି। ଯଦି ଆମେ ଆମର ବିବେକକୁ ନୁହେଁ ଶୁଣିବା, ତେ ଆମକୁ ମୋକ୍ଷ ମିଳିବ ନାହିଁ। ଯେତେବେଳେ ଆମେ ଧ୍ୟାନ କରିଥାଉ, ତେବେ ଆମର ଅନ୍ତରେ ଥିବା 50,000 କୋଟି ଆତ୍ମାଗୁଡ଼ିକ ଏକଠି ହୋଇ ଆମକୁ ଊର୍ଜାରେ ପ୍ରବେଶ କରାଏ। ଆପଣଙ୍କୁ ଏହି ବିଷୟକୁ ନିଶ୍ଚିତ କରିବାକୁ ହେବ ଯେ ଆମକୁ ପ୍ରତ୍ୟେକ ସ୍ଥିତିରେ ଧ୍ୟାନ କରିବାକୁ ହେବ। ଧ୍ୟାନ କରିବାରେ ଆପଣଙ୍କର ଅନେକ ଚିନ୍ତା, ଦୁଃଖ, ମନର ସନ୍ଦେହ, ସଂକୋଚ ଅଦୂର ହେବ।